जय जगन्नाथ सांग मैंने आपण मानक पुणी आउ थे गोटे नुआ वीडियो को स्वागत करुच्ची एवं मो यूट्यूब चैनल टी को स्वागत करुच्ची आपण मानक आज टॉपिक टी को आपण माने बहुत भल भाव थंबनेल पढ़ी सारी आज्ञा हाँ आज एक एमिति भारतीय नारीर विषय आलोकवाद मु करिछि चलतु आमे देखिबा। आज्ञा भारतर झील भारतर गर्व एवं गौरव कल्पना चावला आपण माने कल्पना चावला नाम तो निश्चिंत शुणी जे महाकाश को जाइथिबा प्रथम भारतीय महिला थिले एवं से तांकर जीवन रे दुई दुई थर महाकाश यात्रा करिथिले एवं तांकर प्रथम यात्राटी हेउछि आज्ञा सफल रहिथिला आउ द्वितीय यात्राटी महाकाशरू फेरिबा समय रे पृथ्वी को अवतरण करिवार किछि मिनिट पूर्वरु एवं एपरी घटना घटिथिला जहा स्पेस शिप रे थिबा तांको साथी एवं कल्पना चावला समस्त महाकाश यात्री मानक जाली पोड़ी पाउंस कर देथिला। आज्ञा तेबे से दिन प्रकृत रे कौन होइथिला कौन पई से दुर्घटनाटी घटिथिला आसंतु सुनिबा। कौन नासा सही दुर्घटना घटिबो बोली आगुरु जानिथिला ना ताहा एक प्रकृत दुर्घटना नुहे बरं एसबु एक षड्यंत्र थिला। एसबुर प्रश्नर उत्तर आपण माने ए वीडियो रे जानिबा को पाइबे। आसंतु जिबा ए टॉपिक ऊपर को तेबे चलंतु जानिबा कल्पना चावलांकर सही दुर्घटनार घटना पछर रहस्य चलंतु आरंभ करिबा। 17 मार्च 1962 मसीह हरियाणार कर्नल रे कल्पना चावलांकर जन्मग्रहण होइतिला। तांकर पितांक नाम थिला बनारसी लाल चावला एवं तांकर मातांक नाम थिला संजोती चावला। से तांको बापा मांकर बहुत गेलो अवसरी बहुत स्नेही झियो थिले। से प्राथमिक शिक्षा ट्रागो बाल निकेतन स्कूल रु समाप्त करी 1976 मसीह पंजाब रो इंजीनियरिंग कॉलेज चंडीगढ़ रु एरोनॉटिकल इंजीनियरिंग रे स्नातक डिग्री हासिल करथिले। आज्ञा से एहा परे 1982 मसीह से अमेरिकार टेक्सास विश्वविद्यालय रे एरोनॉटिकल इंजीनियरिंग रो मास्टर डिग्री हासिल करथिले एवं से 1984 मसीह टेक्सास यूनिवर्सिटी रु शेष करथिले आउ 1988 मसीह यूनिवर्सिटी ऑफ कैरोलिना रु पीएचडी हासिल करथिले एवं सही वर्ष से नासा सह कार्य करिवा मध्य आरंभ करि देथिले। तेबे भारतर गोटे छोट गाँ रु बाहरी नासा भली गोटे बड़ स्पेस रे पहुँचवा पूरा आम देश पई बहुत बड़ गर्व एवं गौरव थिला। आज्ञा आपण मानकु जणाई देउछि जे कल्पना चावला जणे सर्टिफाइड फ्लाइट इंस्ट्रक्टर थिले
ତାଙ୍କର ପ୍ଲେନ୍ ଉଡ଼ାଇବାର ବହୁତ ଅଭିଜ୍ଞତା ଥିଲା ଆଜ୍ଞା। ଏବଂ 1991 ମସିହାରେ ତାଙ୍କୁ ଆମେରିକାର ନାଗରିକତା ମିଳିବା ପରେ 1995ରେ କଳ୍ପନା ଚାୱଲା ଆଷ୍ଟ୍ରୋନଟ୍ କୋଚ୍କୁ ଜଏନ୍ କରି ଯାଇଥିଲେ। ଆଷ୍ଟ୍ରୋନଟ୍ କୋଚ୍ ନାସାର ଏମିତି ଗୋଟେ ୟୁନିଟ୍ ଯାହା ଆନ୍ତରିକକାରୀମାନଙ୍କୁ ସିଲେକ୍ଟ କରି ତାଙ୍କୁ ଟ୍ରେନିଂ ଦେଇଥାଏ ଆଜ୍ଞା। କଳ୍ପନା ଚାୱଲାଙ୍କ କ୍ଷମତାକୁ ଦେଖି ତାଙ୍କୁ ଆଗ ବର୍ଷ ପାଇଁ ଏକ ସ୍ପେସ୍ ମିଶନ ପାଇଁ ସିଲେକ୍ଟ କରାଯାଇଥିଲା। ଏହିଥିରୁ ଆରମ୍ଭ ହୋଇଥିଲା କଳ୍ପନା ଚାୱଲାଙ୍କର ସ୍ପେସ୍ ଜର୍ନି। କଳ୍ପନା ଚାୱଲା 19 ନଭେମ୍ବର 1997 ମସିହାରେ କଲମ୍ବିଆ ସ୍ପେସ୍ ସେଟେଲର ଆମେରିକାରେ କେନେଡି ସ୍ପେସ୍ ସେଣ୍ଟରରୁ ପ୍ରଥମ ଥର ମହାକାଶଯାନ ଚଳାଇ ଜଣେ ମେମ୍ବର ସହ ମହାକାଶକୁ ଯାଇଥିଲେ ଓ ମହାକାଶରେ 15 ଦିନ 16 ଘଣ୍ଟା ବିତେଇବା ପରେ ସେ ସଫଳତାର ସହ 5 ଡିସେମ୍ବର 1997ରେ ସେ ପୃଥିବୀ ପୃଷ୍ଠକୁ ଫେରିଥିଲେ, ଯାହାଦ୍ୱାରା ସେ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ। କଳ୍ପନାଙ୍କର ଏହି ସଫଳତାକୁ ଦେଖି ନାସା 2001ରେ ତାଙ୍କୁ ଦ୍ୱିତୀୟ ସ୍ପେସ୍ ମିଶନ ପାଇଁ ସିଲେକ୍ଟ କରିଥିଲେ ମଧ୍ୟ, କିନ୍ତୁ ସେହି ମହାକାଶଯାନରେ ବାରମ୍ବାର ତ୍ରୁଟି ମିଳୁଥିବା ହେତୁ ଏହାର ଲଞ୍ଚ ତାରିଖ ବାରମ୍ବାର ଆଗକୁ ଘୁଞ୍ଚା ଯାଉଥିଲା, ଯେଉଁଥିରେ ପ୍ରାୟ 3 ବର୍ଷ ବିତିଗଲା। କିନ୍ତୁ ଶେଷରେ 16 ଜାନୁଆରୀ 2003ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ କଲମ୍ବିଆ ସ୍ପେସ୍ ସେଟେଲରେ ବସି କଳ୍ପନା ମହାକାଶକୁ ଯାତ୍ରା କରିଥିଲେ। ମହାକାଶରେ 15 ଦିନ 22 ଘଣ୍ଟା 20 ମିନିଟ୍ ରହିବା ପରେ 1 ଫେବୃଆରୀ 2003ରେ ସେ ପୃଥିବୀ ପୃଷ୍ଠକୁ ଫେରୁଥିଲେ। ଯେତେବେଳେ ସ୍ପେସ୍ ସେଟେଲ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥିଲା ଆଜ୍ଞା, ନାସାର ବୈଜ୍ଞାନିକମାନେ ତଥା ସମଗ୍ର ବିଶ୍ୱର ଲୋକମାନେ କଳ୍ପନାଙ୍କୁ ଏବଂ ତାଙ୍କ ସମସ୍ତ ସାଥୀମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ପାଇଁ ବହୁତ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କିନ୍ତୁ ଏ କଥା କେହି ଜାଣିନଥିଲେ ଯେ ଏ ଆନନ୍ଦଦାୟକ ମୁହୂର୍ତ୍ତ ଏ ଖୁସିର ଅବସର ଶୋକରେ ପରିଣତ ହୋଇଯିବ ବୋଲି। କାହିଁକି ନା ଏ ପୃଥିବୀ ପୃଷ୍ଠରେ ପହଞ୍ଚିବା ପୂର୍ବରୁ ମାତ୍ର 63 କିଲୋମିଟର ଦୂରରେ ସ୍ପେସ୍ ସେଟେଲଟି ବିସ୍ଫୋରଣ ହୋଇ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଘଟଣାର କିଛି ବର୍ଷ ପର୍ଯ୍ୟନ୍ତ ଏହି ଘଟଣାଟି କିପରି ଘଟିଲା, କେମିତି ଘଟିଲା, ତାହାର କିଛି ବି ପ୍ରମାଣ ପାଇପାରିନଥିଲେ। କିନ୍ତୁ ନାସା ଯେତେବେଳେ ଏହି ଘଟଣାର ଅତି ନିକଟତର ଭାବେ ଯାଞ୍ଚ କରିଥିଲା, ତ ଏମିତି ଏକ ସତ୍ୟ ସାମ୍ନାକୁ ଆସିଥିଲା ଆଜ୍ଞା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ନାସା ଅନୁସାରେ ଯେତେବେଳେ ସ୍ପେସ୍ ସେଟେଲ ଲଞ୍ଚ କରାଯାଇଥିଲା ଆଜ୍ଞା, ସେତେବେଳେ ଟ୍ୟାଙ୍କରେ ଲାଗିଥିବା ଏକ ଇନ୍ସୁଲେସନ୍ ଫର୍ମର ଏକ ଅଂଶ ଭାଙ୍ଗି
ମହାକାଶ ଯାନର ବାମ ଡେଣାକୁ ଧକ୍କା ଦେଇ ସ୍ପେସ୍ ସେଟେଲର ଡେଣାରେ ପ୍ରାୟ 8ରୁ 10 ଇଞ୍ଚ ଗଭୀରର ଏକ ଛିଦ୍ର ସୃଷ୍ଟି କରିଦେଇଥିଲା ଏବଂ ସେହି ଛିଦ୍ରଟି ଏତେ ବଡ଼ ଆକାର ନେବ ବୋଲି କେହି ବି ଜାଣିନଥିଲେ। କେହି ବି ଜାଣିନଥିଲେ ଆଜ୍ଞା ସେହି ଛିଦ୍ରଟି ବିମାନକୁ ଏତେ କ୍ଷତି ପହଞ୍ଚେଇବ ବୋଲି। ସ୍ପେସ୍ ସେଟେଲଟି ପୃଥିବୀ ପୃଷ୍ଠକୁ ଓହ୍ଲାଉଥିଲା ତ ତାହାର ବାୟୁ ସହ ଘର୍ଷଣ ଦ୍ୱାରା ଯେଉଁ ହିଟ୍ ସୃଷ୍ଟି ହେଉଥିଲା ସେହି ହିଟ୍ ବା ଉତ୍ତାପ ସେଟେଲର ଭିତରକୁ ସେହି ଛିଦ୍ର ଦେଇ ପଶିଥିଲା, ଯାହାଦ୍ୱାରା ଏକ ବିରାଟ ବିସ୍ଫୋରଣ ସୃଷ୍ଟି ହୋଇଥିଲା। ସ୍ପେସ୍ ସେଟେଲଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଏକ ରିପୋର୍ଟ ଅନୁସାରେ ଆଜ୍ଞା ଲଞ୍ଚ ସମୟରେ ଏହି ଫର୍ମର ଭାଙ୍ଗିବା କଥା ନାସାକୁ ପ୍ରଥମରୁ ହିଁ ଜଣାପଡ଼ିଥିଲା ଏବଂ ନାସା ନିଶ୍ଚିନ୍ତ ହୋଇଥିଲା ଯେ ସେମାନେ ଆଉ ପୃଥିବୀ ପୃଷ୍ଠକୁ ଫେରିବା ପ୍ରାୟ ଅସମ୍ଭବ, କିନ୍ତୁ ତଥାପି ନାସା ସମସ୍ତଙ୍କ ଠାରୁ ଲୁଚାଇ ରଖି ସେମାନଙ୍କୁ ମରିବା ପାଇଁ ଛାଡ଼ି ଦେଇଥିଲା ଆଜ୍ଞା। କେତେକ ବୈଜ୍ଞାନିକମାନେ ଏହି ଫର୍ମର ଭାଙ୍ଗିବା କଥା ମହାକାଶ ଯାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ କହିଥିଲେ। ହୁଏତ ସେ ଜାଣିଥିଲେ କିଛି ଗୋଟେ କରିପାରିଥାନ୍ତେ ଏବଂ ଆଉ କେତେକ ବୈଜ୍ଞାନିକମାନଙ୍କ ମତରେ ଏପରି କରିବା ଦ୍ୱାରା ମହାକାଶକୁ ଯାଇଥିବା ଯାତ୍ରୀମାନେ ଆଷ୍ଟ୍ରୋନଟ୍ ଭୟଭୀତ ହୋଇ ଯିବେ ଏବଂ ସେମାନେ ବହୁତ ଜଲ୍ଦି ମରିବାକୁ ଯାଉଛନ୍ତି ବୋଲି ଜାଣି କିଛି ଭୁଲ ପଦକ୍ଷେପ ନେଇପାରନ୍ତି, ଯାହାଦ୍ୱାରା ମନୁଷ୍ୟ ଜାତି ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ। ଆଉ ଏଥିପାଇଁ ନାସା ଚୁପ୍ ରହିଗଲା ଆଜ୍ଞା। ଏହିଟି କଳ୍ପନା ଚାୱଲାଙ୍କର କାହାଣୀଟି ଶେଷ ହୋଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ଜୟ ଜଗନ୍ନାଥ। ଦେଖା ହେବ ନେକ୍ସଟ ଭିଡ଼ିଓରେ।